ମଧ୍ୟ ଭାରତରେ ଅବନ୍ତୀ ରାଜ୍ୟର ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନ ବିଷ୍ଣୁଙ୍କର ଭକ୍ତ ଥିଲେ। ସେ ବିଷ୍ଣୁଙ୍କର ଦର୍ଶନାଭିଳାଷୀ ଥିଲେ। ଥରେ ସେ ଶୁଣିଲେ ଓଡ଼ିଶାର କୌଣସି ଅଜଣା ସ୍ଥାନରେ ଭଗବାନ ବିଷ୍ଣୁଙ୍କୁ ଗୁପ୍ତ ଭାବରେ ପୂଜା କରାଯାଉଛି। ଏ କଥା ଜାଣିବା ପରେ ରାଜା ଓଡ଼ିଶାକୁ ନୀଳମାଧବଙ୍କ ସନ୍ଧାନ ପାଇଁ ମନ୍ତ୍ରିମଣ୍ଡଳକୁ ପଠାଇଦେଲେ। ଓଡ଼ିଶାର ପୂର୍ବ ଦିଗକୁ ଅବନ୍ତୀ ରାଜ୍ୟର ମୁଖ୍ୟ ପୂଜାରୀଙ୍କ ଭାଇ ବିଦ୍ୟାପତିଙ୍କୁ ମଧ୍ୟ ନୀଳମାଧବଙ୍କ ସନ୍ଧାନ ନିମନ୍ତେ ପଠାଯାଇଥିଲା। ବିଦ୍ୟାପତି ନୀଳମାଧବଙ୍କ ସନ୍ଧାନ କରୁ କରୁ ଜଙ୍ଗଲର ମୁଖିଆ ବିଶ୍ୱାବସୁ ଶବରଙ୍କ କନ୍ୟା ଲଳିତା ସହ ତାଙ୍କର ସାକ୍ଷାତ ହୋଇଥିଲା। ଏହାପରେ ବିଦ୍ୟାପତି ଲଳିତାଙ୍କୁ ପ୍ରେମ ବିବାହ କରି ଲଳିତାଙ୍କ ସାହାଯ୍ୟରେ ପ୍ରଭୁ ନୀଳମାଧବଙ୍କ ସନ୍ଧାନ ପାଇଥିଲେ। କିନ୍ତୁ ଲଳିତା ତାଙ୍କୁ ଗୁପ୍ତ ଭାବରେ ନୀଳମାଧବଙ୍କ ଦର୍ଶନ କରାଇଥିଲେ। ଏହାପରେ ବିଦ୍ୟାପତି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ନୀଳମାଧବଙ୍କ ଠିକଣା ଜଣାଇଥିଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତିଙ୍କଠାରୁ ନୀଳମାଧବଙ୍କ ସନ୍ଧାନ ପାଇ ଖୁସିରେ ଆତ୍ମହରା ହୋଇଯାଇଥିଲେ। ଯେତେବେଳେ ସେ ସେହି ଗୁପ୍ତ ସ୍ଥାନରେ ପହଞ୍ଚିଥିଲେ, ନୀଳମାଧବ ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ରାଜା ମନ ଦୁଃଖରେ ଫେରି ଆସିଥିଲେ। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଭଗବାନ ବିଷ୍ଣୁ ସ୍ୱପ୍ନାଦେଶ ଦେଲେ, ରାଜା, ପୁରୀ ସମୁଦ୍ର କୂଳକୁ ଯିବ। ସେଠି ତୁମକୁ ଗୋଟିଏ ଲାଲ ରଙ୍ଗର ସୁଗନ୍ଧିତ ବିରାଟ କାଠ ଭାସୁଥିବାର ମିଳିବ। ସେହି କାଠଗଣ୍ଡିରେ ଶଙ୍ଖ, ଚକ୍ର, ପଦ୍ମ ଚିହ୍ନ ଥିବାର ମିଳିବ। ତୁମେ ପୁରୀ ସମୁଦ୍ରକୂଳ ଯାଇ ସେହି କାଠଗଣ୍ଡି ଆଣି 3 ମୂର୍ତ୍ତି ନିର୍ମାଣ କର। ରାଜା ଇନ୍ଦ୍ରଦ୍ୟୁମ୍ନ ତୁରନ୍ତ ପୁରୀ ସମୁଦ୍ରକୂଳକୁ ଯାଇ ଦାରୁବ୍ରହ୍ମ ତଥା ସୁଗନ୍ଧିତ ଲାଲ ଚନ୍ଦନ କାଠ ଆଣିବାର ବ୍ୟବସ୍ଥା କରିଲେ। ରାଜା ସମସ୍ତ କାରିଗରଙ୍କୁ ଆଣି ମୂର୍ତ୍ତି ନିର୍ମାଣ କରିବାକୁ ଚେଷ୍ଟା କରିଲେ ସୁଦ୍ଧା ବିଫଳ ହେଲେ। କୌଣସି କାରିଗର ଦାରୁବ୍ରହ୍ମଙ୍କୁ ସ୍ପର୍ଶ ମଧ୍ୟ କରିପାରିଲେ ନାହିଁ। ଶେଷରେ ରାଜା ନିରାଶ ହେଲେ। ଚିନ୍ତାରେ ବସିଲେ ରାଜା। ଠିକ୍ ଏହି ସମୟରେ ପ୍ରଭୁ ବିଶ୍ୱକର୍ମା ଜଣେ ବୃଦ୍ଧ ରୂପରେ ଆସି ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଦାରୁକୁ 3 ମୂର୍ତ୍ତି ରୂପ ଦେବା ପାଇଁ ଇଚ୍ଛା ପ୍ରକଟ କରିଲେ। ରାଜା ତୁରନ୍ତ ଖୁସି ହୋଇ ଆଜ୍ଞା ଦେଲେ। କିନ୍ତୁ ବ୍ରାହ୍ମଣ ରୂପୀ ବିଶ୍ୱକର୍ମା କହିଲେ, ମହାରାଜ, ମୁଁ 3 ମୂର୍ତ୍ତି ନିର୍ମାଣ କରିବି, କିନ୍ତୁ ମୋର ସର୍ତ୍ତ, ମୁଁ ଯେଉଁଠି ପ୍ରଭୁଙ୍କୁ ନିର୍ମାଣ କରିବି ସେ ସ୍ଥାନ ଏକ ନିଭୃତ କୋଠରୀ ହୋଇଥିବା ଦରକାର ଏବଂ ମୁଁ 21 ଦିନ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କରିବି। ମୂର୍ତ୍ତି ନିର୍ମାଣ ନ ସରିବା ପର୍ଯ୍ୟନ୍ତ ସେ ସ୍ଥାନକୁ କେହି ପ୍ରବେଶ କରିବେ ନାହିଁ କିମ୍ବା ଘରର କବାଟ ଖୋଲିବେ ନାହିଁ। ରାଜା ସ୍ୱୀକୃତି ଦେବାରୁ ବୃଦ୍ଧରୂପୀ ଭଗବାନ ବିଶ୍ୱକର୍ମା ବନ୍ଦ ଘରେ ଭଗବାନଙ୍କ ମୂର୍ତ୍ତି ନିର୍ମାଣରେ ଲାଗିପଡ଼ିଲେ। ବନ୍ଦ ଘର ଭିତରୁ କେବଳ ଠକ୍ ଠକ୍ ଶବ୍ଦ ଆସୁଥିଲା। 15 ଦିନ ପରେ ଯେତେବେଳେ କୌଣସି ଶବ୍ଦ ନ ଆସିଲା, ଗୁଣ୍ଡିଚା ମହାରାଣୀ ଚିନ୍ତିତ ହେଲେ। ରାଣୀ ମହାରାଜଙ୍କୁ କହିଲେ, ମହାରାଜ, ବନ୍ଦ ଘର ଭିତରୁ କୌଣସି ଶବ୍ଦ ଶୁଭୁନାହିଁ। ବୋଧହୁଏ ବୃଦ୍ଧ କାରିଗର ଭୋକରେ ମରିଯାଇଛନ୍ତି। ରାଣୀଙ୍କ କଥାରେ ରାଜା ସେହି ଘରର କବାଟ ଖୋଲିଦେଲେ। କବାଟ ଖୋଲାଯିବା ମାତ୍ରେ ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ବୃଦ୍ଧ କାରିଗର ଜଣକ ଉଭାନ ହୋଇଗଲେ। 3 ମୂର୍ତ୍ତିଙ୍କର ଅଲୌକିକ ରୂପ ଥିଲା, କିନ୍ତୁ ଅଧାଗଢ଼ା ହୋଇଥିଲା। ମୂର୍ତ୍ତିମାନଙ୍କର ହାତ ଏବଂ ଗୋଡ଼ ନଥିଲା। ମହାରାଜ ମନ ଦୁଃଖ କରିଲେ ଅଧାଗଢ଼ା ମୂର୍ତ୍ତିଙ୍କୁ ଦେଖି। କିନ୍ତୁ ହଠାତ୍ ଦିବ୍ୟ ସ୍ୱରରେ ଶୁଣିଲେ, ମହାରାଜ, ଅଧାଗଢ଼ା ହେବା ଭଗବାନଙ୍କର ଇଚ୍ଛା ଥିଲା। ରାଜା ଦିବ୍ୟ ସ୍ୱର ଶୁଣିବା ପରେ 3 ମୂର୍ତ୍ତିଙ୍କୁ ପୁରୀରେ ସ୍ଥାପନ କରାଇଥିଲେ, ଯାହାଙ୍କୁ ସାରା ବିଶ୍ୱବାସୀ ଶ୍ରୀ ଜଗନ୍ନାଥ, ବଡ଼ ଠାକୁର ଶ୍ରୀ ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ଭାବରେ ପୂଜା କରୁଅଛନ୍ତି।